ମନୋଜ କିଶୋର ସାହିତ୍ୟ ସଂକଳନ ଇତିହାସର ବିଚିତ୍ର କଥା ଦ୍ୱିତୀୟ ପର୍ଯ୍ୟାୟ। ପର୍ବତର ରହସ୍ୟମୟ ବୃଦ୍ଧ। ପାରସ୍ୟ ଦେଶର ସୀମାନ୍ତବର୍ତ୍ତୀ ପାର୍ବତ୍ୟ ଅଞ୍ଚଳରେ ଚତୁର୍ଦ୍ଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଜଣେ ଅଦ୍ଭୁତ ବ୍ୟକ୍ତି ଥିଲା। ଇତିହାସରେ ପାର୍ବତ୍ୟାଞ୍ଚଳର ବୃଦ୍ଧ, ଓଲ୍ଡ ମ୍ୟାନ୍ ଅଫ୍ ଦି ମାଉଣ୍ଟେନ୍ ନାମରେ ଖ୍ୟାତ। ଏହି ବୃଦ୍ଧକୁ ସଚରାଚର ଦେଖିବାର ସୁଯୋଗ କେହି ପାଉନଥିଲେ। କିନ୍ତୁ ବୃଦ୍ଧଟିର ଅଧୀନରେ ରହିଥିଲା ଏପରି ଗୋଟିଏ ସନ୍ତ୍ରାସପନ୍ଥୀ ଦଳ, ଯାହା ଭୟରେ ଆଖପାଖ ଅଞ୍ଚଳର ଜନସାଧାରଣ ସର୍ବଦା ଆତଙ୍କିତ ହୋଇ ରହୁଥିଲେ। ଏଭଳି କୌଣସି କାମ ନାହିଁ ଯାହା ଉକ୍ତ ବୃଦ୍ଧର ଅନୁଗତମାନେ କରିବାକୁ ପଶ୍ଚାତ୍ପଦ ହେଉଥିଲେ। ମୃତ୍ୟୁ ପ୍ରତି ସେମାନଙ୍କର ତିଳେ ହେଲେ ଖାତିର ନଥିଲା। ଉଲ୍କା ଭଳି ଅଶ୍ଵ ଛୁଟାଇ ସେମାନେ ଇତସ୍ତତଃ ବୁଲି ବୁଲି ଧନିକମାନଙ୍କୁ ଓ ପଥିକମାନଙ୍କୁ ଲୁଣ୍ଠନ କରୁଥିଲେ। ବୃଦ୍ଧଟି ଯେଉଁ ଅଭିନବ କୌଶଳରେ ଏହି ନିଷ୍ଠାପର ବିଶ୍ୱସ୍ତ ସୈନ୍ୟବାହିନୀ ଗଢ଼ି ତୋଳିଥିଲା, ତାହାର ବର୍ଣ୍ଣନା ଆମେ ମାର୍କୋପୋଲୋଙ୍କ ଭ୍ରମଣ ବୃତ୍ତାନ୍ତରେ ପଢ଼ିବାକୁ ପାଉ। ସେ ଅଞ୍ଚଳରେ କୌଣସି ହୃଷ୍ଟପୃଷ୍ଟ ଯୁବକକୁ ଦେଖିଲେ ବୃଦ୍ଧର ଅନୁଚରମାନେ ତାକୁ ବୃଦ୍ଧ ପାଖକୁ ସାଦରେ ନିମନ୍ତ୍ରଣ କରି ନେଉଥିଲେ। ପର୍ବତର ଗହନ ଅଭ୍ୟନ୍ତରରେ ବୃଦ୍ଧର ପ୍ରାସାଦ। ବୃଦ୍ଧ ନିମନ୍ତ୍ରିତ ଯୁବକକୁ ଅଭ୍ୟର୍ଥନା କରି କହେ, ତୁମେ ଯଦି ସ୍ୱର୍ଗରେ ଯାଇ ଆମୋଦ ପ୍ରମୋଦ କରିବାକୁ ଚାହଁ, ତେବେ ସ୍ୱର୍ଗର ଚାବିକାଠି ମୋ ପାଖରେ ଅଛି, ତୁମକୁ ମୁଁ ତାହା ଦେଇପାରେ। ବୃଦ୍ଧର କଥାରେ ସାମାନ୍ୟ ସନ୍ଦେହର ଅବକାଶ ରହୁନଥିଲା, କାରଣ ସେଠାରେ ଖିଆପିଆ କରି ନିମନ୍ତ୍ରିତ ଯୁବକ ଏକ ପ୍ରକାର ଅଦ୍ଭୁତ ତନ୍ଦ୍ରାରେ ଆଚ୍ଛନ୍ନ ହୋଇ ପଡ଼ୁଥିଲା। ଯେତେବେଳେ ସେ ସଜ୍ଞାନ ଅବସ୍ଥାକୁ ଫେରି ଆସୁଥିଲା, ସେତେବେଳେ ସେ ନିଜକୁ ଏକ ବିଚିତ୍ର ପରିବେଶ ଭିତରେ ଆବିଷ୍କାର କରୁଥିଲା। ସେ ନିଜର ଚତୁର୍ଦିଗରେ ଦେଖୁଥିଲା ଫଳ ପୁଷ୍ପ ଭରା ରମଣୀୟ ଉଦ୍ୟାନ। ସେହି ଉଦ୍ୟାନ ଭିତରେ ମଧୁର ମଦିରାର କ୍ଷୁଦ୍ର କ୍ଷୁଦ୍ର ଝରଣା। ଏଇଭଳି ପରିବେଶ ମଧ୍ୟରେ ଗୋଟିଏ ଅପୂର୍ବ ଶିଳ୍ପ କାର୍ଯ୍ୟ ଭରା ଅଟ୍ଟାଳିକା ଭିତରେ ଦୁଗ୍ଧ ଫେନନିଭ ଶଯ୍ୟାରେ ଶାୟିତ ଅବସ୍ଥାରେ ଯୁବକର ଜ୍ଞାନ ଫେରି ଆସୁଥିଲା। ସେତିକି ନୁହେଁ, ଯୁବକଟି ଦେଖୁଥିଲା ତାକୁ ବେଷ୍ଟନ କରି ରହିଛନ୍ତି ସଙ୍ଗୀତ ପରିବେଷଣରତା ରମଣୀ ବୃନ୍ଦ। ସେହି ଅଟ୍ଟାଳିକା ଓ ଉଦ୍ୟାନ ଭିତରେ ନୃତ୍ୟ ସଙ୍ଗୀତ ମୁଖରା ରମଣୀମାନଙ୍କ ଗହଣରେ ପୁଲକ ଓ ଉଲ୍ଲାସରେ ଦିନେ ଦୁଇ ଦିନ ବିତାଇବା ପରେ ଯୁବକଟି ପୁନରାୟ ତନ୍ଦ୍ରାଚ୍ଛନ୍ନ ହୋଇ ପଡ଼ୁଥାଏ ଓ ଦ୍ୱିତୀୟ ଥର ପାଇଁ ଯେତେବେଳେ ସେ ତନ୍ଦ୍ରାମୁକ୍ତ ହେଉଥାଏ, ସେତେବେଳେ ସେ ନିଜକୁ ସେହି ଯାଦୁକର ବୃଦ୍ଧ ସମ୍ମୁଖରେ ଶୋଇ ରହିଥିବାର ଦେଖୁଥାଏ। ସେହି ଗୋଷ୍ଠୀର ପ୍ରାଚୀନ ଗ୍ରନ୍ଥମାନଙ୍କରେ ସ୍ୱର୍ଗର ଯେଉଁ ବର୍ଣ୍ଣନା ଥାଏ, ଯୁବକଟି ଦିନେ ଦୁଇ ଦିନ ଯେଉଁ ସ୍ଥାନରେ ଅତିବାହିତ କରି ଆସିଥାଏ, ସେ ସ୍ଥାନ ଅବିକଳ ସେହିପରି। ସ୍ୱର୍ଗର ଚାବିକାଠି ଯେ ପ୍ରକୃତରେ ବୃଦ୍ଧ ପାଖରେ ରହିଛି, ଏ ବିଷୟରେ ଯୁବକର ଆଉ ସନ୍ଦେହ ରହେ ନାହିଁ। ଭବିଷ୍ୟତରେ ଚିରଦିନ ପାଇଁ ସେହି ସ୍ୱର୍ଗରେ ବସବାସ କରିବାର ସୁଯୋଗ ପାଇବା ନିମନ୍ତେ ଯୁବକଟି ବୃଦ୍ଧର ଆନୁଗତ୍ୟ ସ୍ୱୀକାର କରିନିଏ ଓ ତାର ସୈନ୍ୟ ବଳରେ ଯୋଗ ଦିଏ। ଏହିପରି ଭାବରେ ଜଣ ଜଣ କର୍ମଦକ୍ଷ ସବଳ ଯୁବକଙ୍କୁ ଯୋଗାଡ଼ କରି ବୃଦ୍ଧ ଗୋଟିଏ ସୈନ୍ୟବାହିନୀ ଗଢ଼ି ତୋଳିଥିଲା। କିନ୍ତୁ ହଠାତ୍ ଦିନେ ଦୁର୍ଦ୍ଧର୍ଷ ତାତାରମାନେ ଆସି ସେହି ପାର୍ବତ୍ୟ ଅଞ୍ଚଳରେ ପ୍ରବେଶ କଲେ। ବୃଦ୍ଧର ପ୍ରାସାଦକୁ ସେମାନେ ଧ୍ୱଂସ କରିଦେଇ ଆହୁରି ଅଭ୍ୟନ୍ତରକୁ ପ୍ରବେଶ କରି ଦେଖିଲେ ଏକ ଅପୂର୍ବ ଉଦ୍ୟାନ ଓ ସ୍ୱର୍ଗୀୟ ଅଟ୍ଟାଳିକା। ସେହି ଗୋପନୀୟ ଅଟ୍ଟାଳିକା ଭିତରକୁ ବୃଦ୍ଧ ଯୁବକମାନଙ୍କୁ ଔଷଧ ମିଶ୍ରିତ ମଦିରା ସାହାଯ୍ୟରେ ତନ୍ଦ୍ରାଚ୍ଛନ୍ନ କରି ପଠାଇ ଦେଉଥାଏ, ପୁଣି ତନ୍ଦ୍ରାଚ୍ଛନ୍ନ କରି ସେମାନଙ୍କୁ ସେଠାରୁ ନେଇ ଆସୁଥାଏ। ତାତାରମାନଙ୍କ ଆକ୍ରମଣରେ ସେହି କୃତ୍ରିମ ସ୍ୱର୍ଗପୁରୀ ମଧ୍ୟ ଧୂଳିସାତ୍ ହୋଇଗଲା।